ବାଲିଗୁଡ଼ା ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଖେଳ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଫୁଟବଲ ଚ୍ୟାଲେଞ୍ଜ କପ୍ର ଆଜି ଫାଇନାଲ ମ୍ୟାଚ୍। ଆଜିର ଏହି ଫାଇନାଲ ମ୍ୟାଚ୍ରେ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ଏବଂ ଫୁଲବାଣୀ ଫୁଟବଲ ଟିମ୍ ମଧ୍ୟରେ ଖେଳାଯାଇଥିଲା। ଆଜିର ମ୍ୟାଚ୍ରେ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ 1-0 ଗୋଲରେ ବିଜୟୀ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ବିଜେଡି ସଭାପତି ତଥା ବାଲିଗୁଡ଼ା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଟୁନା ଦାସ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବାଲିଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ଅଜୟ ମହାରଣା, ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେବ ପାତ୍ର, ବିଜେଡି ଜିଲ୍ଲା ସମ୍ପାଦକ, ନୂଆଗାଁ ବ୍ଲକ ସଭାପତି ଭାଗ୍ୟବାନ ବେହେରା, ସାରଙ୍ଗଡ଼ ସରପଞ୍ଚ ବରୁଣ କହଁର, ବଡ଼ଙ୍ଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ, ଜିରିଡିକିଆ ସରପଞ୍ଚ ଶ୍ରୀମତୀ ରାଜକୁମାରୀ ପ୍ରଧାନ, ସାରଙ୍ଗଡ଼ ବିଜେଡି ସଭାପତି ଚନ୍ଦ୍ରକାନ୍ତ ନାୟକ, ବଡ଼ଙ୍ଗୁଡ଼ା ବିଜେଡି ଉପସଭାପତି ଅଶୋକ ପାତ୍ର ଯୋଗ ଦେଇଥିଲେ। ଆଜିର ଏହି ମ୍ୟାଚ୍ରେ ବିଜୟୀ ଦଳଙ୍କୁ ଟ୍ରଫି ସହ 20,000 ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ଟ୍ରଫି ସହ 15,000 ଟଙ୍କା, ମ୍ୟାନ୍ ଅଫ୍ ଦ ମ୍ୟାଚ୍କୁ 500 ଟଙ୍କା, ଗୋଲକିପରଙ୍କୁ 1,000 ଟଙ୍କା ପ୍ରଦାନ କରାଗଲା। ସମ୍ମାନିତ ଅତିଥି ଏବଂ ମୁଖ୍ୟ ଅତିଥିବୃନ୍ଦ ଖେଳାଳିମାନଙ୍କୁ ଭଲ ଖେଳି ରାଜ୍ୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଆଗକୁ ବଢ଼ିବା ନିମନ୍ତେ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ୍ରେ ମୁଖ୍ୟ ରେଫେରୀ ଭାବେ ରାକେଶ କୁମାର କୋଠଦଳେଇ, ସହକାରୀ ରେଫେରୀ ଭାବେ କାମାକ୍ଷା ପ୍ରଧାନ, ଅମିତ ବିଶୋଇ, ରାଧାକାନ୍ତ ବିଶୋଇ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍ କମିଶନର ଭାବେ ପୀତବାସ ବିଶୋଇ ଦାୟିତ୍ୱ ପରିଚାଳନା କରିଥିଲେ। ଅଶୋକ ପାତ୍ର ଭାଷ୍ୟକାର ଭାବେ ଦାୟିତ୍ୱ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସାରଙ୍ଗଡ଼ ଫୁଟବଲ ଆସୋସିଏସନ ସହଯୋଗ କରିଥିଲେ ଏବଂ ସାରଙ୍ଗଡ଼, ବଙ୍ଗଡ଼ଗୁଡ଼ା, ଜିରିଡିକିଆ ବିଜୁ ଜନତା ଦଳ ଆୟୋଜନ କରିଥିଲେ। ବାଲିଗୁଡ଼ାରୁ ରାଜେନ୍ଦ୍ର ପାଢ଼ୀଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା।